Welcome to my YouTube channel, all my dear students and my friends. ଆଜି ମୁଁ ତୁମମାନଙ୍କର ଯେଉଁ ଇଣ୍ଟରନାଲ୍ ଏକ୍ଜାମ୍ ଉପରେ ଯେଉଁ ଦ୍ୱନ୍ଦ୍ୱ ରହିଛି ସେ ଦ୍ୱନ୍ଦ୍ୱକୁ ମୁଁ ଦୂରେଇବା ପାଇଁ ଚାହୁଁଛି। କାରଣ ଅନେକ ପିଲା ଅଛନ୍ତି ସେମାନେ କି କେଉଁ ସବଜେକ୍ଟରେ ସେମାନେ ପଢ଼ିବେ, କେଉଁ ସବଜେକ୍ଟ ଇଣ୍ଟରନାଲ୍ ଏକ୍ଜାମ୍ରେ ଆସିବ ଆଉ ତା'ର ଯେଉଁ ଦ୍ୱନ୍ଦ୍ୱ ଆସିଛି ସେ ଦ୍ୱନ୍ଦ୍ୱକୁ ମୁଁ ଦୂରେଇବା ପାଇଁ ଚାହୁଁଛି। ତ ତୁମେମାନେ ଶେଷ ପର୍ଯ୍ୟନ୍ତ ମୋ ଭିଡ଼ିଓରେ ତୁମେ ଯୋଡ଼ି ରୁହ। ମୁଁ ତୁମମାନଙ୍କୁ ଏ ଫୁଲ୍ ଷ୍ଟ୍ରାଟେଜି ଯେଉଁଟାକି ଇଣ୍ଟରନାଲ୍ ଏକ୍ଜାମ୍ ଉପରେ ସେ ବିଷୟରେ ମୁଁ ତୁମମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଆଲୋଚନା କରିବି, ଯାହାକି ତୁମ ଇଣ୍ଟରନାଲ୍ ଏକ୍ଜାମ୍ରେ କୌଣସି ଡର ଭୟ ସମସ୍ତ ଦୂରେଇ ହେଇଯିବ। ଆସନ୍ତୁ ପିଲାମାନେ ସମୟ ନଷ୍ଟ ନକରି ଆମମାନେ ଆଲୋଚନା କରିବା ଇଣ୍ଟରନାଲ୍ ଏକ୍ଜାମ୍ ଉପରେ। ଏହି ଇଣ୍ଟରନାଲ୍ ଏକ୍ଜାମ୍ର ସିଲାବସ୍ ପ୍ରଥମେ ଆମମାନେ ଦେଖିବା, କାରଣ ପିଲେ ପ୍ରତ୍ୟେକ ଏକ୍ଜାମ୍ର ସିଲାବସ୍ ହେଉଛି ବହୁତ ଇମ୍ପୋର୍ଟାଣ୍ଟ। ଯଦି ତୁମେମାନେ ମଧ୍ୟ ଯଦି ଆନୁଆଲ୍ ଏକ୍ଜାମ୍ ପାଇଁ ପ୍ରିପାରେସନ୍ ହେଉଛ, ତେବେ ସିଲାବସ୍ ହେଉଛି ତୁମର ସବୁଠାରୁ ଏକ ଅସ୍ତ୍ର ଅଟେ। ଯଦି ତୁମେ ଯଦି ସିଲାବସ୍ ତୁମେ ଯଦି ଠିକ୍ ଭାବରେ ଜାଣିନ, ତେବେ କୌଣସି ଭାବରେ ତୁମେମାନେ ଏକ୍ଜାମ୍ରେ ସ୍କୋର୍ କରିପାରିବ ନାହିଁ। ତେଣୁ ଗୋଟେ ସିଲାବସ୍ ହେଉଛି ବହୁତ ଇମ୍ପୋର୍ଟାଣ୍ଟ। ଯଦି ତୁମେ ସିଲାବସ୍ ଅନୁସାରେ ତୁମେ ପାଠ ପଢ଼ିଛ ନା, ତୁମେ ନିଶ୍ଚିନ୍ତ ଭାବରେ ତୁମେ ଗୋଟେ ଯଦି ଇଣ୍ଟରନାଲ୍ ଏକ୍ଜାମ୍ରେ ତୁମେ 20ରୁ 20 ଆଣିପାରିବ, ସେଭଳି ଆନୁଆଲ୍ ଏକ୍ଜାମ୍ରେ ତୁମେ 100% ତୁମେମାନେ ରେଜଲ୍ଟ ତୁମର ଭଲ ହେବ। ତେଣୁ ତୁମେମାନେ ପ୍ରଥମେ ସିଲାବସ୍କୁ ତୁମେମାନେ ପ୍ରଥମେ ଫଲୋ କର। ସିଲାବସ୍ ଅନୁସାରେ ତୁମେମାନେ ପ୍ରତ୍ୟେକ ପାଠ ତୁମର ପ୍ରସ୍ତୁତ କର ପରୀକ୍ଷା ନିମନ୍ତେ। ତ ଆଜି ଯଦି ଆମେ ଦେଖିବା ଏ ଯେ ଇଣ୍ଟରନାଲ୍ ଏକ୍ଜାମ୍ ଆମମାନଙ୍କର NEP 2020 ଯେଉଁଟାକି 2024 ଯେ ପ୍ରଥମେ ଲାଗୁ ହୋଇଥିଲା, ବର୍ତ୍ତମାନ 2026 ତୁମମାନଙ୍କ ପାଇଁ ମଧ୍ୟ ତାହା ଲାଗୁ ହୋଇଛି। ତୁମମାନେ ସେହି ପୁରୁଣା ସିଲାବସ୍କୁ ତୁମେ ଫଲୋ କର, ଯାହାକି 2024-25 ଯେଉଁ ସିଲାବସ୍ଟା ତୁମମାନଙ୍କ ପାଖରେ ଥିବ। ଯଦି ତୁମେ ନଥିବ ତୁମେ ମୋତେ କମେଣ୍ଟ କର, ମୁଁ ତୁମମାନଙ୍କୁ ସିଲାବସ୍ ମୁଁ ପ୍ରୋଭାଇଡ଼ କରିବି। ତ ପ୍ରଥମେ ହେଉଛି ଯେ ପଲିଟିକାଲରେ କେଉଁ ସବଜେକ୍ଟ ପଢ଼ିବ। ତୁମମାନଙ୍କର ମନେ ଅଛି ନା କେଉଁ ସବଜେକ୍ଟ ପଢ଼ିବ, କେଉଁ ଟପିକ୍ ପଢ଼ିବ ଇଣ୍ଟରନାଲ୍ ଏକ୍ଜାମ୍ରେ। ତ ତା ହେଉଛି ପ୍ରଥମ ହେଉଛି ଡେମୋକ୍ରାସି, ସେକେଣ୍ଡରେ ହେଉଛି ପାର୍ଟି ସିଷ୍ଟମ୍ ଇନ୍ ଇଣ୍ଡିଆ। କ'ଣ ନା ଡେମୋକ୍ରାସି ହେଉଛି ଭାରତର ଗଣତନ୍ତ୍ର, ସେକେଣ୍ଡ ହେଉଛି ରାଜନୈତିକ ଦଳ। ଏଇ ଦୁଇଟି କେବଳ ବିଷୟ ତୁମମାନଙ୍କର ଇଣ୍ଟରନାଲ୍ ଏକ୍ଜାମ୍ରେ ଆସିବ। ଟୋଟାଲ୍ ହେଉଛି ତୁମର ଇଣ୍ଟରନାଲ୍ ମାର୍କ ହେଉଛି ଟୋଟାଲ୍ 20 ମାର୍କ, ଯାହାକି ଇଣ୍ଟରନାଲ୍ ଏକ୍ଜାମ୍ ଆସିବ। କିନ୍ତୁ ଆନୁଆଲ୍ରେ ଏଇ ପଲିଟିକାଲ୍ର ମାର୍କ ହେଉଛି 100 ମାର୍କ। 100 ମାର୍କରୁ ତୁମକୁ ଆନୁଆଲ୍ରେ ତୁମକୁ 80 ମାର୍କ ତୁମମାନଙ୍କୁ ଆନୁଆଲ୍ରେ ଏକ୍ଜାମ୍ରେ ତୁମମାନଙ୍କୁ ଦେବାକୁ ପଡ଼ିବ 100 ମାର୍କର କ୍ୱେଶ୍ଚିନ୍, କିନ୍ତୁ ଇଣ୍ଟରନାଲ୍ରେ 20 ମାର୍କ। ତ ଏଇ 20 ପୁଣି ଆନୁଆଲ୍ 80 ମିଶିଏ ଟୋଟାଲ୍ ହେଲା 100 ମାର୍କ। ପିଲା ପୁଣି ମନେ ରଖନ୍ତୁ, କାରଣ ଇଣ୍ଟରନାଲ୍ ଏକ୍ଜାମ୍ରେ ଯାହା 20 ମାର୍କ ତୁମମାନେ ଏକ୍ଜାମ୍ ଦେଉଛ, ସେଇ ଏକ୍ଜାମ୍ର ଏଇ ମାର୍କଟି ତାହା ଆନୁଆଲ୍ ଏକ୍ଜାମ୍ରେ ଆଡ଼୍ ହେବ। ଆଉ ତୁମେ ଯେଉଁ ସବଜେକ୍ଟ ମଧ୍ୟ ବର୍ତ୍ତମାନ ଆଜି ଯେଉଁ ଟପିକ୍ ଦୁଇଟି ଟପିକ୍ ଆଜି ଆମମାନଙ୍କର ଯେଉଁ ଭାରତର ଗଣତନ୍ତ୍ର ରାଜନୈତିକ ଦଳ, ଏହି ବିଷୟରେ ଆଉ କୌଣସି କ୍ୱେଶ୍ଚିନ୍ ଆସିବ ନାହିଁ। ଆନୁଆଲ୍ ଏକ୍ଜାମ୍ରେ କ'ଣ ଯେଉଁ ସବଜେକ୍ଟ ତୁମେମାନେ ଇଣ୍ଟରନାଲ୍ ଏକ୍ଜାମ୍ରେ ତୁମେମାନେ ଦେଉଛ, ତାହା ଆନୁଆଲ୍ ଏକ୍ଜାମ୍ରେ ତାହା ଆସିବ ନାହିଁ। ଏହା ତୁମମାନେ ମନେ ରଖ, ଆଉ କେଉଁ ଦ୍ୱନ୍ଦ୍ୱରେ ପଡ଼ ନାହିଁ। ତ ଆମେମାନେ ଜାଣିଲୁ କି ପଲିଟିକାଲ୍ ସାଇନ୍ସରେ କେଉଁ କେଉଁ ବିଷୟ ରହିଅଛି ଯେଉଁଟାକି ଇଣ୍ଟରନାଲ୍ରେ ପଡ଼ିବ, ତାହା ଆମେ ଜାଣିଲୁ। କିନ୍ତୁ ବର୍ତ୍ତମାନ ଆମେ ଡିସ୍କସ୍ କରିବା ତ ଏଇ ଯେଉଁ ଦୁଇଟି ଟପିକ୍ ଅଛି ଭାରତର ଗଣତନ୍ତ୍ର ରାଜନୈତିକ ଦଳ, ସେ ମଧ୍ୟରୁ ଆମର କେତେ ମାର୍କର କ୍ୱେଶ୍ଚିନ୍ ଆସିବ। ଏ ଯେଉଁ 20 ମାର୍କ ଯେଉଁ ଆମ ଟୋଟାଲ୍ ରହିଛି, ସେ 20 ମାର୍କ ଭିତରେ ଆମମାନଙ୍କର କେତେ ମାର୍କିଆ କ୍ୱେଶ୍ଚିନ୍ ପଡ଼ିବ ଇଣ୍ଟରନାଲ୍ ଏକ୍ଜାମ୍ରେ। ମୁଁ କରିବା ପାଇଁ ଚାହିଁଲେ ମନେ ରଖ କି ଆମମାନଙ୍କର ପ୍ରଥମ ହେଉଛି MCQ 5ଟା ପଡ଼ିବ, ଯାହାକି ଡିସପ୍ଲେ ମାଧ୍ୟମରେ ଆମେ ଶୋ କରୁଅଛି। ତାପରେ ଦେଖି ନିଅନ୍ତୁ, ସ୍କ୍ରିନ୍ସଟ୍ ରଖନ୍ତୁ, ନଚେତ ଯଦି ନୋଟ୍ ପେନ୍ ଧରୁଛନ୍ତି ନୋଟ୍ ଡାଉନ୍ କରନ୍ତୁ। ନା MCQ ଆମମାନଙ୍କର 5ଟା ପଡ଼ିବ, ତାହା 1 ଲାଇନ୍ ହୋଇପାରେ କିମ୍ବା MCQ ଟାଇପ୍ ହୋଇପାରେ। ତ ଏଇଭଳି 1 ମାର୍କିଆ ଆମମାନଙ୍କର 5ଟା ପଡ଼ିବ। ତା ସହିତ ଆମମାନଙ୍କର ରହିଛି 2ଟି ଅବଜେକ୍ଟିଭ୍ ଟାଇପ୍, ଯେଭଳିକି ପ୍ରଥମ ରହୁଛି 2 ମାର୍କିଆ 3ଟି ପଡ଼ିବ, ଯାହାକି 6 ମାର୍କ। ପୁଣି 3 ମାର୍କିଆ 3ଟି ପଡ଼ିବ, ସେଟା ହେଉଛି 9 ମାର୍କ। ଏମିତି ଟୋଟାଲ୍ ହେଉଛି ଆମମାନଙ୍କର 20 ମାର୍କ। ପିଲା ଏଇ ବିଷୟରେ ଆଦୌ ତୁମେମାନେ ଦ୍ୱନ୍ଦ୍ୱ ହୁଅ ନାହାନ୍ତି କି ଏଇ କ୍ୱେଶ୍ଚିନ୍ ଆନ୍ସର୍ ମୁଁ କିଭଳି ଲେଖିବି। ତ ସେ ବିଷୟରେ ଆଦୌ କିଛି ଚିନ୍ତା କର ନାହିଁ। ତୁମମାନେ ଏଇ ଟପିକ୍ ଏଇ ବିଷୟ ତୁମମାନେ ଭଲ ଭାବରେ ବୁଝେଇଛ, ତେବେ ଇଣ୍ଟରନାଲ୍ ଏକ୍ଜାମ୍ରେ ତୁମମାନେ ବହୁତ ସୁନ୍ଦର ଭାବରେ ସ୍କୋର୍ କରିପାରିବ। କାରଣ ତୁମମାନେ ଭଲ ଭାବରେ ତୁମମାନେ ଏଇ ସିଲାବସ୍ଟିକୁ ଦେଖ, କାରଣ ଯଦି
ଅବଜେକ୍ଟିଭ୍ ଟାଇପ୍ ଯେଉଁଟାକି ଆମମାନଙ୍କର 2 ମାର୍କିଆ କୋଶ୍ଚିନ୍ ଦେଖିବ। ସେ 2 ମାର୍କିଆ କୋଶ୍ଚିନ୍ ତୁମମାନଙ୍କର ଟୋଟାଲ୍ 5ଟି ଆସିବ। 5ଟାରୁ ତୁମକୁ 3ଟି ଲେଖିବାକୁ ପଡ଼ିବ, କାରଣ ସେଠାରେ ତୁମର ଚଏସ୍ ଥିବ। 5ଟା ଚଏସ୍ ମଧ୍ୟରୁ ଯାହା ତୁମକୁ ଭଲ ଭାବରେ ଆସୁଛି 3ଟା କୋଶ୍ଚିନ୍ ତା'ର ଆନ୍ସର୍ ଲେଖିବ। ଆଉ ସେକେଣ୍ଡରେ କ'ଣ ନା ଯେଉଁଟା 3 ମାର୍କିଆ ମଧ୍ୟ ଯେଉଁ କୋଶ୍ଚିନ୍ ଆସିବ, ସେ 3 ମାର୍କିଆ କୋଶ୍ଚିନ୍ ଟୋଟାଲ୍ 5ଟା ଆସିବ। 5ଟାରୁ ତୁମକୁ 3ଟି ଲେଖିବାକୁ ପଡ଼ିବ। ତ ବହୁତ ସୁନ୍ଦର ଭାବରେ ତୁମର ସିଲାବସ୍ଟି ପ୍ରସ୍ତୁତ ହୋଇଛି। ହେଲେ କୌଣସି ଦ୍ୱନ୍ଦ୍ୱରେ ତୁମେମାନେ ପଡ଼ୁନାହିଁ କିମ୍ବା କୌଣସି ବିଭ୍ରାନ୍ତ ହୁଅନି, କାରଣ ତୁମର ବହୁତ ସୁନ୍ଦର ଭାବରେ ତୁମର କୋଶ୍ଚିନ୍ ଆସିବ। ତୁମମାନେ ଏହି 2ଟି ଟପିକ୍ ସମ୍ପୂର୍ଣ୍ଣ ଭାବରେ କ୍ଲିୟର୍ ହୋଇଯାଇଛ, ତେବେ ତୁମେ ନିଶ୍ଚିତ ଭାବରେ ତୁମେ ସ୍କୋର କରିବ। ଯଦି ତୁମମାନଙ୍କର ଯଦି ଏହି ସିଲାବସ୍ ଉପରେ କ'ଣ ଯଦି କିଛି ଡାଉଟ୍ ଅଛି, ତେବେ ତୁମମାନେ ମୋତେ କମେଣ୍ଟ କରି ତୁମମାନେ ପଚାରିପାରିବ। ତ ପୁଣି ତୁମର ଡାଉଟ୍ ତୁମରେ ଦୂରେଇ ହୋଇପାରିବ। ସମସ୍ତଙ୍କୁ ଧନ୍ୟବାଦ।